नमस्कार दर्शक बंधु आज ହେଉଛି 23 ଜାନୁଆରୀ ଶୁକ୍ରବାର। ଚାଲନ୍ତୁ ଆଜି ଦିନର କିଛି ମୁଖ୍ୟ ଖବର ଉପରେ ନଜର ପକାଇବା। ପ୍ରଥମେ ରହିଛି ଆଇଏମ୍ଡିର ସତର୍କ ସୂଚନା। ଜାନୁଆରୀ 25 ପର୍ଯ୍ୟନ୍ତ ପ୍ରବଳ ବର୍ଷା, ପ୍ରଦୂଷଣରୁ ମିଳିବ ଆଶ୍ୱସ୍ତି। ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଦିଲ୍ଲୀ ସମେତ ଭାରତର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ବାୟୁ ଗୁଣବତ୍ତା ଉନ୍ନତ ହେବା ପରେ ଦିଲ୍ଲୀ ଏନ୍ସିଆର୍ରେ ଗ୍ରାଫ୍ 4 ପ୍ରତିବନ୍ଧକକୁ ହଟାଇ ଦିଆଯିବ। ତଥାପି ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ଆଜି ଅନେକ ଅଞ୍ଚଳରେ ପ୍ରାୟ 400 ରହିଛି। ଆଇଏମ୍ଡି ଅନୁଯାୟୀ ଦିଲ୍ଲୀର ଆକାଶ ଆଜି ଆଂଶିକ ମେଘୁଆ ରହିବ। ପରବର୍ତ୍ତୀ ଖବର, ସମ୍ବଲପୁର ସହରରେ ଦୁର୍ଘଟଣା, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପ୍ରଶାସନ ବଡ଼ ପଦକ୍ଷେପ। ବରେଇପାଲି ଓ ରମେଡ଼ ଛକ NHରେ ହେବ ଅଣ୍ଡରପାସ୍। ଉଭୟ ଛକରେ ଦୁର୍ଘଟଣା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ଏନେଇ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା ପରେ ପ୍ରସ୍ତାବ ମଞ୍ଜୁର ହୋଇଛି। ପରବର୍ତ୍ତୀ ଖବର, 500 ପରେ ପୁଣି 100 ବୁଲା କୁକୁରଙ୍କୁ ହତ୍ୟା, ଚିନ୍ତା ବଢ଼ାଇଲା ତେଲେଙ୍ଗାନା। ଥମୁନି କୁକୁର ହତ୍ୟା, ବିଷ ଦେଇ ପୁଣି ଥରେ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି। ପୂର୍ବରୁ ବିଷ ଦେଇ 500 ବୁଲା କୁକୁରଙ୍କୁ ମାରିଥିଲେ, ଏବେ ପୁଣି ଆଉ 100 କୁକୁରଙ୍କ ଜୀବନ ନେଇଯାଇଛନ୍ତି, ଯାହାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାର ୟାଚରମ୍ ଗାଁ। 100 ବୁଲା କୁକୁରଙ୍କୁ ବିଷ ଦେଇ ମାରିବା ଅଭିଯୋଗରେ ରାଚାକୋଣ୍ଡା ପୋଲିସ ମାମଲା ରୁଜୁ କରିଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ମିଳିଲା ଧଳା ସୁନା। ଓଡ଼ିଶା ମାଟି ତଳେ ଲୁଚି ରହିଛି ଧଳା ସୁନାର ଭଣ୍ଡାର। ନୟାଗଡ଼ ଜିଲ୍ଲାରୁ ଆସିଲା ରାଜ୍ୟ ପାଇଁ ଏକ ବଡ଼ ଖୁସି ଖବର। ଭୂତତ୍ତ୍ୱ ବିଭାଗର ସର୍ଭେରୁ ଜଣାପଡ଼ିଛି ଯେ ଏଠାରେ ବିପୁଳ ପରିମାଣର ଲିଥିୟମ୍ ଗଚ୍ଛିତ ଅଛି। ମୋବାଇଲ ଫୋନ୍ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ ଗାଡ଼ିର ବ୍ୟାଟେରୀ ତିଆରିରେ ବ୍ୟବହୃତ ହେଉଥିବା ଏହି ମୂଲ୍ୟବାନ ଧାତୁକୁ ବିଶ୍ୱ ବଜାରରେ ହ୍ୱାଇଟ୍ ଗୋଲ୍ଡ ବୋଲି କୁହାଯାଏ। ଏହି ଆବିଷ୍କାର ଓଡ଼ିଶାର ଭାଗ୍ୟ ବଦଳାଇ ଦେବାର କ୍ଷମତା ରେଖା। ପରବର୍ତ୍ତୀ ଖବର, ମହିଳାଙ୍କୁ ମିଳିବ ମାସିକ 7,000। କେମିତି ଆବେଦନ କରିବେ? ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ବୀମା ସଖୀ ଯୋଜନା। ଏହି ଯୋଜନା ମାଧ୍ୟମ ଯୋଗୁଁ ମହିଳାମାନଙ୍କୁ ପ୍ରତି ମାସରେ 7,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। 18ରୁ 60 ବର୍ଷ ବୟସରେ ଯେକୌଣସି ମହିଳା ଯିଏ ଅତି କମ୍ରେ 10ମ ଶ୍ରେଣୀ ପାସ୍ କରିଛନ୍ତି ସେମାନେ ଏଥିପାଇଁ ଆବେଦନ କରିପାରିବେ। ଇଚ୍ଛୁକ ମହିଳାମାନେ ଆଧାର କାର୍ଡ଼, ବାସସ୍ଥାନ ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା ପତ୍ର ସହ ଅନଲାଇନ୍ ସରକାରୀ ୱେବସାଇଟ୍ କିମ୍ବା ନିକଟସ୍ଥ କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ। ଏହା ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବାରେ ସହାୟକ ହେବ। ପରବର୍ତ୍ତୀ ଖବର, EPFOର ବଡ଼ ଧମାକା, ମିଳିବ 46,000 ଟଙ୍କାର ବୋନସ୍। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ସବୁଠାରୁ ବଡ଼ ଖୁସି ଖବର। EPFO ତରଫରୁ ଖୁବ୍ ଶୀଘ୍ର ମିଳିପାରେ 46,000 ଟଙ୍କାର ବମ୍ପର ବୋନସ୍। ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ସୁଧ ହାର ବୃଦ୍ଧି ଏବଂ ବୋନସ୍ ବଣ୍ଟନ ନେଇ ସରକାର ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଏହା କୋଟି କୋଟି ଖାତାଧାରୀଙ୍କ ପାଇଁ ଏକ ଦୀପାବଳି ଭେଟି ସଦୃଶ ହେବ। କେବଳ ସରକାରୀ ନୁହେଁ, ବେସରକାରୀ କର୍ମଚାରୀମାନେ ମଧ୍ୟ ଏହାର ଲାଭ ପାଇବେ ବୋଲି ଆଶା କରାଯାଇଛି। ଏହି ଖବର ମଧ୍ୟବିତ୍ତ ପରିବାରର ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ଆଣିପାରେ। ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା। 4,57,681 ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା। ନୂଆ 1,78,398 ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଛି। 4,57,681 ମହିଳାଙ୍କୁ ସୁଭଦ୍ରା ଟଙ୍କା ନେଇ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆ 1,78,398 ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନଙ୍କୁ ମଧ୍ୟ ସୁଭଦ୍ରା ସହାୟତା ପ୍ରଦାନ କରାଯାଇଛି। ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା 2,55,265 ଜଣଙ୍କୁ ସାମିଲ କରାଯାଇଛି। ତେବେ ଅଭିଯୋଗ ଶୁଣାଣିରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି। ଖୁସିର କଥା ଯେ ବାଦ୍ ପଡ଼ିଥିବା ହିତାଧିକାରୀ ବି ଏଥିରେ ଲାଭବାନ ହେବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ପରବର୍ତ୍ତୀ ଖବର, ରାଜ୍ୟରେ ନିଷିଦ୍ଧ ହେଲା ତମାଖୁ। ନିକୋଟିନ୍ ଯୁକ୍ତ ସମସ୍ତ ଉତ୍ପାଦ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ହେଲା ନିଷିଦ୍ଧ।
ପରବର୍ତ୍ତୀ ଖବର, ଆର୍ବିଆଇରେ ବମ୍ପର ନିଯୁକ୍ତି। ଦଶମ ପାସ୍ କରିଥିଲେ ମାସକୁ ଦରମା 46,000। ଆପଣ ଚାକିରି ଖୋଜୁଛନ୍ତି କି? ଦଶମ ପାସ୍ କରିଥିବା ପିଲାଙ୍କ ପାଇଁ ବମ୍ପର ଅଫର, ମିଳିବ ମୋଟା ଅଙ୍କର ଦରମା। ଆଜିକାଲି ଚାକିରି ଖଣ୍ଡେ ପାଇବା ବହୁତ କଷ୍ଟ ହୋଇଥିବା ବେଳେ ଦଶମ ପାସ୍ ଯୁବକ ଯୁବତୀଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଣିଛି ସୁବର୍ଣ୍ଣ ସୁଯୋଗ। ଆର୍ବିଆଇ 572ଟି ଅଫିସ୍ ଆଟେଣ୍ଡାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି 2026 ଜାରି କରିଛି। ଚୟନ ପ୍ରକ୍ରିୟା ଅନଲାଇନ୍ ପରୀକ୍ଷା ଏବଂ ଭାଷା ଦକ୍ଷତା ପରୀକ୍ଷା ମାଧ୍ୟମରେ ହେବ। ଏହି ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ 18ରୁ 25 ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଏହି ପଦବୀ ପାଇଁ ସ୍ଥାନୀୟ ଭାଷାରେ ଦକ୍ଷତା ଥିବା ମଧ୍ୟ ଆବଶ୍ୟକ। ଏଥିପାଇଁ ପ୍ରାର୍ଥୀ ଯେଉଁ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶରେ ଆବେଦନ କରୁଛନ୍ତି ସେହି ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶର ବାସିନ୍ଦା ହୋଇଥିବା ମଧ୍ୟ ଆବଶ୍ୟକ। ପରବର୍ତ୍ତୀ ଖବର, ଆମ ବସ୍ ଡ୍ରାଇଭରଙ୍କ ପାଇଁ ଆସିଲା ବଡ଼ ଗାଇଡ଼ଲାଇନ୍। କେମିତି ସୁରୁଖୁରୁରେ ଚାଲିବ ଆମ ବସ୍ ସେବା? ଉଚ୍ଚସ୍ତରୀୟ ବୈଠକରେ ଡ୍ରାଇଭରଙ୍କ ଆସିଲା ଗାଇଡ଼ଲାଇନ୍। ପୁରୁଣା ବସ୍ ସ୍କ୍ରାପିଂ ହୋଇ ଆସିବ ନୂଆ ଛୋଟ ବସ୍। ଲଗାତାର ଦୁର୍ଘଟଣା ଓ ଖାମଖିଆଲି ଗାଡ଼ି ଚାଳନାକୁ ନେଇ ଏବେ ବିବାଦରେ ଆମ ବସ୍। ଲୋକଙ୍କ ସୁବିଧା ପାଇଁ ରାଜ୍ୟରେ ଚାଲୁଥିବା ଏହି ବସ୍ ସେବା ଉପରେ ଲୋକଙ୍କ ଆକ୍ରୋଶ ବଢ଼ୁଥିବା ବେଳେ ଏହାକୁ ସୁରୁଖୁରୁରେ ଚଳାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ପରିବହନ ବିଭାଗ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ମୋ ବସ୍ ଡ୍ରାଇଭରଙ୍କ ନିଯୁକ୍ତି ଓ ଶୃଙ୍ଖଳା ଉପରେ କିଛି କଠୋର ନିଷ୍ପତ୍ତି ନିଆଯାଇଛି। ବୈଠକରେ ସାମିଲ ହୋଇଥିଲେ ପରିବହନ କମିଶନରଙ୍କ ସହ ରୁଟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବିଶ୍ୱାଳ। ପରବର୍ତ୍ତୀ ଖବର, ଅଷ୍ଟମ ପେ କମିଶନ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର। କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ଲାଗୁ ହେବ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାର ଏକ ନୂତନ କମ୍ପୋଜିଟ୍ ସାଲାରୀ ଆକାଉଣ୍ଟ ପ୍ୟାକେଜ ଆରମ୍ଭ କରିଛନ୍ତି। ଏହା ଏକ ବ୍ୟାଙ୍କ ଆକାଉଣ୍ଟ ହେବ ଯାହା କର୍ମଚାରୀଙ୍କୁ ଗୋଟିଏ ବେତନ ଆକାଉଣ୍ଟରେ ବୀମା, ଋଣ ଏବଂ ବ୍ୟାଙ୍କିଂ ସେବା ପ୍ରଦାନ କରିବ। କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଦରମା ଆଉ କେବଳ ମାସିକ ଖର୍ଚ୍ଚ ପୂରଣ କରିବାର ଏକ ମାଧ୍ୟମ ହେବ ନାହିଁ, ବରଂ ସମାନ ଆକାଉଣ୍ଟ ବୀମା, ସ୍ୱାସ୍ଥ୍ୟ କଭରେଜ ଏବଂ ସୁଲଭ ବ୍ୟାଙ୍କିଂ ସୁବିଧାର ଏକ ବ୍ୟାପକ ପ୍ୟାକେଜ ହୋଇଯିବ। ଆର୍ଥିକ ସେବା ବିଭାଗ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ସହିତ ମିଶି କମ୍ପୋଜିଟ୍ ସାଲାରୀ ଆକାଉଣ୍ଟ ପ୍ୟାକେଜ ଆରମ୍ଭ କରିଛି, ଯାହାକୁ ସରକାରୀ ବ୍ୟବସ୍ଥାରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଏକ ପ୍ରମୁଖ କଲ୍ୟାଣକାରୀ ବର୍ଦ୍ଧକ ଭାବରେ ବିବେଚନା କରାଯାଏ। ପରବର୍ତ୍ତୀ ଖବର, ଯାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ମାତ୍ର 1 ଟଙ୍କାରେ ଆପଣ ବିମାନ ଯାତ୍ରା କରିପାରିବେ। ବିମାନ ଯାତ୍ରୀଙ୍କ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସୁବର୍ଣ୍ଣ ସୁଯୋଗ। ଏ ସୁଯୋଗ ଜମାରୁ ବି ହାତଛଡ଼ା କରନ୍ତୁନି। ତୁରନ୍ତ ଟିକେଟ୍ ବୁକ୍ କରିନିଅନ୍ତୁ, କାରଣ ମାତ୍ର 1 ଟଙ୍କାରେ ମିଳୁଛି ଫ୍ଲାଇଟ୍ ଟିକେଟ୍। ଇଣ୍ଡିଗୋ ଏୟାରଲାଇନ୍ସ ଏହାର ଯାତ୍ରୀମାନଙ୍କ ପାଇଁ ଏକ ଚମତ୍କାର ନୂଆ ବର୍ଷର ସେଲ୍ ଇନ୍‌ଟୁ 2026 ଘୋଷଣା କରିଛି। ଏହି ସେଲ୍‌ରେ ବୟସ୍କମାନଙ୍କ ସହ ପିଲାମାନଙ୍କ ପାଇଁ ମଧ୍ୟ ବିଶେଷ ଅଫର୍ ରହିଛି। ଯଦି ଆପଣ ଇଣ୍ଡିଗୋର ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଘରୋଇ ବିମାନ ବୁକ୍ କରନ୍ତି, ତେବେ 1 ମାସରୁ 24 ମାସ ବୟସର ଶିଶୁମାନେ ମାତ୍ର 1 ଟଙ୍କାରେ ଯାତ୍ରା କରିପାରିବେ। ତଥାପି ଏଥିପାଇଁ ଚେକ୍ ଇନ୍ ସମୟରେ ଜନ୍ମ ପ୍ରମାଣପତ୍ର, ହସ୍ପିଟାଲ ଡିସ୍ଚାର୍ଜ ପେପର, ଟିକାକରଣ ପ୍ରମାଣପତ୍ର କିମ୍ବା ପାସପୋର୍ଟ ଭଳି ବୟସ ପ୍ରମାଣକାରୀ ଡକ୍ୟୁମେଣ୍ଟ ଦେଖାଇବା ବାଧ୍ୟତାମୂଳକ। ଏହି ପ୍ରମାଣ ବିନା ଶିଶୁର ଟିକେଟ୍ ପାଇଁ ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ପଡ଼ିବ। ପରବର୍ତ୍ତୀ ଖବର, ରାଜ୍ୟରେ ପୁଣି ଲେଉଟିବ ଶୀତ। ବିଭିନ୍ନ ସହରରେ ପାରଦ 3ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହୋଇ ଶୀତ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏଭଳି ସ୍ଥିତିରେ ରାଜ୍ୟରେ 17 ତାରିଖ ଯାଏଁ ଶୀତ ଜାରି ରହିବ। ହେଲେ ପଶ୍ଚିମା ଝଡ଼ ପ୍ରଭାବରେ 18 ତାରିଖରୁ ତାପମାତ୍ରା ବୃଦ୍ଧି ଘଟି ଶୀତରେ ବ୍ରେକ୍ ଲାଗିବା ସମ୍ଭାବନା ରହିଛି। ଖବର, ହାଇକୋର୍ଟର ବଡ଼ ରାୟ। ଅଧିକ ଦିନ ଧରି ଶାରୀରିକ ସମ୍ପର୍କ ଜବରଦସ୍ତି ନୁହେଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସମୟରେ ଲିଭ୍-ଇନ୍‌ରେ ରହିବା ଏକ ଫ୍ୟାସନ୍ ହୋଇଗଲାଣି, କିନ୍ତୁ ଏହି ଫ୍ୟାସନ୍ ପାଇଁ ଅନେକ କିଛି ଘଟଣା ଘଟିଥାଏ, ଯାହାଦ୍ୱାରା ବିବାଦ ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ। ତାହା ଭିତରେ ସବୁଠୁ ବଡ଼ ଅଭିଯୋଗ ହେଉଛି ଶାରୀରିକ ସମ୍ପର୍କକୁ ନେଇ। ଏହି ଅଭିଯୋଗକୁ ଆଧାର କରି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁଯାୟୀ ଯଦି 2 ଜଣ ମଧ୍ୟରେ ଅଧିକ ଦିନ ଧରି ଶାରୀରିକ ସମ୍ପର୍କ ରହିଛି, ତେବେ ଏହାକୁ ଜବରଦସ୍ତି ବୋଲି ଧରାଯାଇପାରିବ ନାହିଁ। ଏହି ଅଭିଯୋଗକୁ ଆଧାର କରି ଜଣେ ବ୍ୟକ୍ତିକୁ ବଳାତ୍କାର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଖବର, ପଛୁଆ ବର୍ଗଙ୍କ ଦୀର୍ଘ ଦିନର ଦାବି ଉପରେ
ଖୁବ୍ ଶୀଘ୍ର ବାଜିବ ମୋହନ ସରକାରଙ୍କ ମୋହର। ଉଚ୍ଚଶିକ୍ଷା ପରେ ଏବେଠୁ ମେଡ଼ିକାଲ ଏବଂ ଇଞ୍ଜିନିୟରିଂ ଶିକ୍ଷାରେ ବି ମିଳିବ ସଂରକ୍ଷଣ। ଚଳିତ ବର୍ଷଠାରୁ 11.25% ସିଟ୍ ସଂରକ୍ଷଣ ପାଇଁ ଯୋଜନା କରୁଛନ୍ତି ସରକାର। ବଡ଼ କଥା ହେଲା ମେଡ଼ିକାଲ ଏବଂ ଇଞ୍ଜିନିୟରିଂରେ SC/STଙ୍କୁ ମିଳିବ 2 ଗୁଣା ସଂରକ୍ଷଣ। କିନ୍ତୁ ବିରୋଧୀଙ୍କ ଦାବି ଖାଲି ଶିକ୍ଷାରେ ନୁହେଁ, OBCଙ୍କୁ ନିଯୁକ୍ତି କ୍ଷେତ୍ରରେ ବି ସଂରକ୍ଷଣ ଦିଅନ୍ତୁ ସରକାର। ଏପଟେ ପଛୁଆ ବର୍ଗ ମଞ୍ଚର ଦାବି 11 ନୁହେଁ 27% ସଂରକ୍ଷଣ ଦିଅନ୍ତୁ ସରକାର। ପରବର୍ତ୍ତୀ ଖବର, ଫଟାଫଟ ଅର୍ଡ଼ର ଡେଲିଭରି ଉପରେ ରୋକ। 10 ମିନିଟରେ ଅର୍ଡ଼ର ଡେଲିଭରିକୁ ନେଇ କଠୋର ହେଲେ କେନ୍ଦ୍ର ସରକାର। ଡେଲିଭରି ବୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଯାଇ 10 ମିନିଟ ଡେଲିଭରି ଉପରେ ସରକାର ହସ୍ତକ୍ଷେପ କରିଛନ୍ତି। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ବ୍ଲିଙ୍କିଟ୍ ସମସ୍ତ ବ୍ରାଣ୍ଡରୁ 10 ମିନିଟ ଡେଲିଭରି ଫିଚରକୁ ହଟାଇବାକୁ ଘୋଷଣା କରିଛି। କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟ 10 ମିନିଟ ଡେଲିଭରି ପ୍ରସଙ୍ଗକୁ ନେଇ କ୍ୱିକ୍ କମର୍ସ ସେକ୍ଟରରେ ସକ୍ରିୟ କମ୍ପାନୀଗୁଡ଼ିକ ସହ ଆଲୋଚନା କରିଛନ୍ତି। ପରବର୍ତ୍ତୀ ଖବର, ମାଗଣା ରାସନ ନେଉଥିବା ଲୋକଙ୍କ ପାଇଁ ଖୁସି ଖବର। 1 କେଜି ନୁହେଁ 9 କେଜି ମିଳିବ ଗହମ। ତେବେ ସରକାର ରାସନ କାର୍ଡ ଧାରକଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଖାଦ୍ୟ ଯୋଗାଣ ବିଭାଗ ଦ୍ୱାରା ଯୋଗାଇ ଦିଆଯାଉଥିବା ଗହମର ପରିମାଣ ବୃଦ୍ଧି କରାଯାଇଛି। ବିହାରର ଆରୱଲ ଜିଲ୍ଲାର 1,11,245 କାର୍ଡ ଧାରକ ଏହାଦ୍ୱାରା ଉପକୃତ ହେବେ। ଏହି ମାସରୁ ହିତାଧିକାରୀମାନେ 1 କିଲୋଗ୍ରାମ ପରିବର୍ତ୍ତେ 2 କିଲୋଗ୍ରାମ ଗହମ ପାଇବେ। ସେହିପରି ଏବେ 4 କିଲୋଗ୍ରାମ ପରିବର୍ତ୍ତେ 3 କିଲୋଗ୍ରାମ ଚାଉଳ ମିଳିବ। ସେହିପରି ଅନ୍ତର୍ଦୟ ହିତାଧିକାରୀମାନେ 7 କିଲୋଗ୍ରାମ ପରିବର୍ତ୍ତେ 14 କିଲୋଗ୍ରାମ ଗହମ ଏବଂ 28 କିଲୋଗ୍ରାମ ପରିବର୍ତ୍ତେ 21 କିଲୋଗ୍ରାମ ଚାଉଳ ପାଇବେ। ଜିଲ୍ଲାରେ 16,367 ଅନ୍ତର୍ଦୟ ହିତାଧିକାରୀ ଏବଂ 94,878 PHH ହିତାଧିକାରୀ ଅଛନ୍ତି। ଖାଦ୍ୟ ଏବଂ ଗ୍ରାହକ ସୁରକ୍ଷା ବିଭାଗର ଏହି ନିଷ୍ପତ୍ତି ଜିଲ୍ଲାର ଲକ୍ଷ ଲକ୍ଷ ରାସନ କାର୍ଡ ଧାରକଙ୍କୁ ଲାଭ ଦେବ। ପରବର୍ତ୍ତୀ ଖବର, ମାଟିରେ ମିଶିବ ବର୍ତ୍ତମାନର 9 ତାଲା। ସେଚ ସଦନ ଓ ରାଜୀବ ଭବନ। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏସବୁ କୋଠାଗୁଡ଼ିକ ବିପଦ ସଂକୁଳ ବୋଲି ଘୋଷଣା ହୋଇସାରିଛି। ତେଣୁ ଏହି କୋଠାଗୁଡ଼ିକୁ ଖୁବ୍ ଶୀଘ୍ର ଭାଙ୍ଗି ମାଟିରେ ମିଶାଯିବ। 9 ତାଲାରେ ଥିବା ବିଭାଗଗୁଡ଼ିକ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।